नमस्कार जय जगन्नाथ पिलाମାନେ ସମସ୍ତଙ୍କୁ ସ୍ୱାଗତ କରୁଛି ମିସ୍ ରାଉତ ୟୁଟ୍ୟୁବ୍ ଚ୍ୟାନେଲକୁ। ତ ରହସ୍ୟ ମଞ୍ଜରୀ କାବ୍ୟ ଉପରେ ମୁଁ ତୁମମାନଙ୍କର ଗୋଟେ କ୍ଲାସ୍ କରିଥିଲି, ପୂର୍ବରୁ ଗୋଟେ କ୍ଲାସ୍ କରିଥିଲି। ସେଥିରେ ରହସ୍ୟ ମଞ୍ଜରୀର କବି ଯିଏ ଦେବଦୁର୍ଲ୍ଲଭ ଦାସ ଅଛନ୍ତି ତାଙ୍କ ବିଷୟରେ କହିଥିଲି, ଆଉ ତାଙ୍କର ମାନେ ତୁମମାନଙ୍କୁ କେମିତି ଉପକ୍ରମଟା ଲେଖିବ ତା ଉପରେ ମଧ୍ୟ କହିଥିଲି। ଏବଂ ରହସ୍ୟ ମଞ୍ଜରୀ କାବ୍ୟଟା କ'ଣ କ'ଣ ରହସ୍ୟ ମଞ୍ଜରୀ କ'ଣ ସେଥିରେ ରହସ୍ୟ କଥା ଅଛି, ଯାହାଫଳରେ କି ତା ନାଁଟା ତୁମମାନଙ୍କର ରହସ୍ୟ ମଞ୍ଜରୀ ରହିଛି। ରହସ୍ୟ କେଉଁ ରହସ୍ୟ କଥା ଏଥିରେ ରହିଛି ଏଇଟା ମୁଁ ପୂର୍ବ କ୍ଲାସ୍ରେ କହିଥିଲି, ଯେଉଁଟାକି ତୁମମାନଙ୍କର ପିଜି କୋର୍ସରେ ଏଇ ରହସ୍ୟ ମଞ୍ଜରୀ ଉପରେ ରହୁଛି। ଠିକ୍ ଅଛି, ପ୍ରଥମେ ଦେଖିବା ରହସ୍ୟ ମଞ୍ଜରୀର କଥାବସ୍ତୁ। ଆମେ ଜାଣିଛନ୍ତି ଅତ୍ୟନ୍ତ ମନନୀୟ। ଏହି କାବ୍ୟରେ କିଛି କଥାର ରହସ୍ୟ ରହିଥିବାରୁ ଏହାର ନାମ ଏହିପରି ହେଉଛି। କିଛି କଥାର ରହସ୍ୟ ଥିବାରୁ ଏହାର ନାମକରଣ ଏହିପରି କବି କରିଛନ୍ତି। ଏହି କାବ୍ୟରେ ପ୍ରଧାନ ନାୟିକା ଶ୍ରୀକୃଷ୍ଣଙ୍କର ସ୍ୱକୀୟ ପତ୍ନୀ ରୁକ୍ମଣୀଙ୍କର ନ୍ୟୁନତା ପ୍ରତିପାଦନ କରି ପରକ୍ରିୟା ନାୟିକା କିଏ ନା ଶ୍ରୀରାଧା, ତାଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରାଯାଇଛି। ଏବଂ ଏଇଟା ହେଉଛି କାବ୍ୟର ମୁଖ୍ୟ ଉଦ୍ଦେଶ୍ୟ। ଏଇଟା ତୁମମାନଙ୍କୁ ମୁଁ ପୂର୍ବରୁ ମଧ୍ୟ କହିସାରିଛି। ତ ଏଇଠି ତୁମମାନଙ୍କ ଜାଣିବା ପ୍ରଥମ ଛାନ୍ଦରେ କ'ଣ ବର୍ଣ୍ଣନା କରାଯାଇଛି ଆଉ ତାକୁ ତୁମେ କେମିତି ଲେଖିବ। ଯେହେତୁ ତୁମମାନେ ଏବେ ନୂଆ ଯାଇଥିବ, ତୁମମାନେ ଜାଣିନ ଏଇଟା କେମିତି ଲେଖିବ, କେମିତି ଗୀତ ଗୁଡ଼ାକୁ ତୁମକୁ କେମିତି କେଉଁ ୱେରେ ଲେଖିବାର ଅଛି ହେଲା। ଏମିତି ଦେବ ପ୍ରଥମ ଛାନ୍ଦ ଦେବ। ଦେଇସାରିଲା ପରେ ପ୍ରଥମ ଛାନ୍ଦରେ କ'ଣ କରାହେଇଛି, କବି ନନ୍ଦନନ୍ଦନ ମଧୁସୂଦନଙ୍କର ବୈଚିତ୍ର୍ୟମୟ ଜୀବନ ପ୍ରତି ଆକୃଷ୍ଟ ହୋଇ ଆନନ୍ଦରେ ତାଙ୍କର କାବ୍ୟ ରଚନା କରିଛନ୍ତି। ଜଗନ୍ନାଥଙ୍କ ବନ୍ଦନା ଗାନ କରିକି ସେ କହିଛନ୍ତି, ନନ୍ଦନନ୍ଦନ ଶ୍ରୀମଧୁସୂଦନ ମନ ମୋର କଲେ ଉଲ୍ଲାସ ଅତି ରହସ୍ୟରେ ରହସ୍ୟ ମଞ୍ଜରୀ ନାମରେ ଗୀତ ପ୍ରକାଶ। ତ ଏଠି କ'ଣ କୁହାଯାଇଛି ନା, ନନ୍ଦନନ୍ଦନ ଶ୍ରୀମଧୁସୂଦନ ମନ ମୋର କଲେ ଉଲ୍ଲାସ ଅତି ରହସ୍ୟରେ ରହସ୍ୟ ମଞ୍ଜରୀ ନାମରେ ଗୀତ ପ୍ରକାଶ। ଜଗନ୍ନାଥଙ୍କ ବନ୍ଦନାରେ କହିଛି, ପ୍ରଥମରୁ ଜଗନ୍ନାଥଙ୍କ ବନ୍ଦନା ଏଥିରେ ହେଇଛି। ଜଗନ୍ନାଥଙ୍କ ବନ୍ଦନାରେ କାବ୍ୟର ଆରମ୍ଭ ହୋଇଛି। ବିରାଟ ପୃଥିବୀର ବିଶାଳ ପରିଧି ମଧ୍ୟରୁ କବି ନୀଳଗିରି କ୍ଷେତ୍ରର ମହତ୍ତ୍ୱକୁ ବିଶେଷିତ କରିଛନ୍ତି। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ କଳ୍ପବଟ, ମୁକ୍ତିମଣ୍ଡପ, ସିଦ୍ଧ ଗଣପତି, ଭୂଷଣ୍ଡକାକ, ରୋହିଣୀ କୁଣ୍ଡ ପ୍ରଭୃତି ବହୁ ପବିତ୍ର ଓ ପ୍ରସିଦ୍ଧ ସ୍ଥାନ ଅବସ୍ଥିତ। ଶ୍ରୀ ଜଗନ୍ନାଥଙ୍କୁ ଯୋଗୀଶ୍ରେଷ୍ଠ ରୂପେ କଳ୍ପନା କରି ଶାରଦା ତନ୍ତ୍ରର ଶ୍ରେଷ୍ଠ ପୀଠସ୍ଥଳୀ ରୂପେ ଶ୍ରୀକ୍ଷେତ୍ରକୁ କବି ସ୍ୱୀକୃତି ଦେଇଛନ୍ତି। ଯେଉଁଟାକି ତୁମମାନଙ୍କୁ କେମିତି ଲେଖିବାକୁ ପଡ଼ିବ ନା, ଏମିତି ଗୋଟେ ପଙ୍କ୍ତି ଲେଖିବାର ଅଛି। ଠିକ୍ ଅଛି, ଏମିତି ଗୋଟେ କୋଟେସନ୍ ଲେଖିବ, ଦେନ୍ ସେ କୋଟେସନ୍ଟାକୁ ତୁମକୁ ଡେସ୍କ୍ରାଇବ୍ କରିବାର ଅଛି। ଏଇଭଳି ରହସ୍ୟ ମଞ୍ଜରୀ ହେଉ ବା ଲାବଣ୍ୟବତୀ ହେଉ, ଯେଉଁମାନେ ବି ଏସବୁ ଲଙ୍ଗ କୋଶ୍ଚିନ୍ ଲେଖିବ, କାହିଁକିନା ଏଇଟା ପର୍ଟିକୁଲାର ତୁମମାନଙ୍କର ଗୋଟେ ଲଙ୍ଗ କୋଶ୍ଚିନ୍ ଆସିବ, ଗୋଟେ ୟୁନିଟ୍ ହିଁ ଅଛି। ତ ତୁମେମାନେ କ'ଣ କରିବ ନା, କିଛି ପଙ୍କ୍ତିକୁ ତୁମକୁ ଘୋଷିବାକୁ ପଡ଼ିବ। ହାଏଷ୍ଟଲି 4-5ଟା ପଙ୍କ୍ତି ଏମିତି ତୁମମାନଙ୍କର କ'ଣ ଏଇଟା ଗୋଟେ ପାଦ। ଠିକ୍ ଅଛି, 4 ପାଦ 5 ପାଦର ଗୋଟେ ପଙ୍କ୍ତି ଘୋଷିଦେବ। ଗୋଟେ ନାହିଁ, 4-5ଟା ପଙ୍କ୍ତି ଘୋଷିବ। 4-5ଟା ପଙ୍କ୍ତି ଘୋଷିଲେ ତୁମମାନଙ୍କୁ ସେ 4-5ଟା ପଙ୍କ୍ତିକୁ ଡେସ୍କ୍ରାଇବ୍ କରିଦେଲେ ଗୋଟେ ଲଙ୍ଗ କୋଶ୍ଚିନ୍ ହେଇଯିବ। ଠିକ୍ ଅଛି, ତାପରେ ଏଠି କ'ଣ କୁହାଯାଇଛି, ଶ୍ରୀ ଜଗନ୍ନାଥଙ୍କର ରୂପ ଓ ବେଶ ଅତ୍ୟନ୍ତ ଚମତ୍କାର ଓ ଆକର୍ଷଣୀୟ। କବି ସେ ସବୁକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି। ତ ପ୍ରଥମେ ଜଗନ୍ନାଥଙ୍କ କଥା ଏଥିରେ କୁହାଯାଇଛି ନା, ଜଗନ୍ନାଥଙ୍କ କଥା କୁହାଯାଇଛି। ଜଗନ୍ନାଥଙ୍କ ବନ୍ଦନା ପ୍ରଥମେ କରାଯାଇଛି। ଶ୍ରୀକ୍ଷେତ୍ରର ମାହାତ୍ମ୍ୟ କଥା ବର୍ଣ୍ଣନା କରାଯାଇଛି। ତେଣୁ ଜଗନ୍ନାଥଙ୍କ ରୂପ ଓ ବେଶକୁ ଅତ୍ୟନ୍ତ ଚମତ୍କାର ଓ ଆକର୍ଷଣୀୟ କରିକି କବି ବର୍ଣ୍ଣନା କରିଛନ୍ତି। ଏହା ବ୍ୟତୀତ ଜଗନ୍ନାଥଙ୍କ ମହିମା ମଧ୍ୟ ଅପାର ବୋଲି ସେ କହିଛନ୍ତି। ସିଏ ହେଉଛନ୍ତି ମହାଯୋଗେଶ୍ୱର। କିଏ? ପ୍ରଭୁ ହେଉଛନ୍ତି ମହାଯୋଗେଶ୍ୱର। ଶ୍ରୀ ଜଗନ୍ନାଥ ତାଙ୍କର କ୍ଷୀଣ କଟିରେ ନେତ କାଛାଣୀରେ ପିନ୍ଧି ବିରାଜିତ। ତାଙ୍କର ବକ୍ଷରେ କ'ଣ ଅଛି ନା, ଶ୍ରୀ ବତ୍ସଳାଞ୍ଚଳ ଅଗୁରୁ ଚନ୍ଦନରେ କଳେବର ଚର୍ଚ୍ଚିତ ଏବଂ କଣ୍ଠରେ କୌସ୍ତୁଭମଣି। ତ ଏଇଠି କ'ଣ କୁହାଯାଇଛି ନା, ସେ ହେଉଛନ୍ତି ମହାଯୋଗେଶ୍ୱର। ଜଗନ୍ନାଥଙ୍କ କ୍ଷୀଣ କଟିରେ ନେତ କାଛେଣି ପିନ୍ଧି ବିରାଜିତ। ତାଙ୍କର ବକ୍ଷରେ ଶ୍ରୀ ବତ୍ସଳାଞ୍ଚଳ, ତାପରେ ତାଙ୍କର ଅଗୁରୁ ଚନ୍ଦନରେ କଳେବର ଚର୍ଚ୍ଚିତ, କଣ୍ଠରେ କୌସ୍ତୁଭମଣି, ଆଉ ତାଙ୍କର ଶଙ୍ଖ ଚକ୍ର ଗଦା ପଦ୍ମରେ ଶୋଭିତ। କିଏ? ଜଗନ୍ନାଥ। ତ ଜଗନ୍ନାଥଙ୍କର ଅପରୂପ,
ତାଙ୍କର ରୂପକୁ ବର୍ଣ୍ଣନା କରିଛନ୍ତି। ରକ୍ତିମ ଅଧର ଓ ଉଜ୍ଜ୍ୱଳ କୁଣ୍ଡଳରେ କର୍ଣ୍ଣ ବିଶୋଭିତ, ପଦ୍ମ ପଳାଶ ଲୋଚନ, ପ୍ରଶସ୍ତ ଲଲାଟ, ମସ୍ତକରେ ମୁକୁଟ, ଅତ୍ୟନ୍ତ ମନମୁଗ୍ଧକର। ତ ଏଇଠି ଜଗନ୍ନାଥଙ୍କର ଯାହା ବି ସବୁ ରୂପ ବର୍ଣ୍ଣନା କରିଛନ୍ତି, ଏଇ ଯେଉଁଟା ମୁଁ ଏମିତି କରିକି ଲେଖିଛି, ଏଇଟା ତୁମମାନଙ୍କର ପଙ୍କ୍ତି ବି ଅଛି। ପଙ୍କ୍ତିଟାକୁ ଡେସ୍କ୍ରାଇବ୍ କରିକି ଏଠି ଲେଖାଯାଇଛି। ତ ତୁମମାନେ ପ୍ରଥମେ ପଙ୍କ୍ତିକୁ ପଢ଼ିବ। ତୁମମାନଙ୍କୁ ଯେଉଁ ପଙ୍କ୍ତି ପରଫେକ୍ଟ ଲାଗିବ, ଯେଉଁଟା ଘୋଷି ପାରିବ, ମନେ ରଖିପାରିବ ଏକ୍ଜାମ୍ ପାଇଁ, ତ ତୁମେମାନେ ସେଇ ପଙ୍କ୍ତିକୁ ଘୋଷିବ। ନାଇଁକି ମୁଁ ଏଇଠି ଯେଉଁ ପଙ୍କ୍ତି ଗୁଡ଼ା ଦେଇଛି ତୁମମାନେ ସେଇ ପଙ୍କ୍ତିକୁ ଘୋଷିବ, ତା ନୁହେଁ। ତୁମମାନଙ୍କୁ ଯେଉଁ ପଙ୍କ୍ତି ପରଫେକ୍ଟ ଲାଗିବ ହେଲା। କବି ଜଗନ୍ନାଥଙ୍କର ରୂପ ବର୍ଣ୍ଣନା କରି କହିଛନ୍ତି, ନୀଳ ମହୀଧର ତାମୁକୁଟେ, ନାମ ଶ୍ରୀ ପୁରୁଷୋତ୍ତମ ଔଡ୍ର ରାଷ୍ଟ୍ରେ। ତ ଏଇଠି ଜଗନ୍ନାଥଙ୍କ ରୂପ ବର୍ଣ୍ଣନା କରି କ'ଣ କହିଲେ? ନୀଳ ମହୀଧର ତା ମୁକୁଟେ, ନାମ ଶ୍ରୀ ପୁରୁଷୋତ୍ତମ ଔଡ୍ର ରାଷ୍ଟ୍ରେ। ଏହିପରି ଏକ ଆନନ୍ଦମୟ ନୃତ୍ୟ ଗୀତ ବାଦ୍ୟ ଝଙ୍କୃତ ପରିବେଶରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଏହି ଚତୁର୍ଦ୍ଧାମୂର୍ତ୍ତି ପତିତ ଉଦ୍ଧାର ପାଇଁ ବ୍ରତରେ ଉପବିଷ୍ଟ ହୋଇଛନ୍ତି। କବିଙ୍କ ଭାଷାରେ ପୁଣି କ'ଣ କୁହାଯାଇଛି ନା, ସୁଭଦ୍ରା, ସୁଦର୍ଶନ, ଶ୍ରୀପତି, ବଳଦେବ ଆଦି ଚତୁର୍ଦ୍ଧାମୂର୍ତ୍ତି ଶ୍ଵେତ ପୀତ ରକ୍ତ ନୀଳଗିରି, ଶ୍ଵେତ ପୀତ ରକ୍ତ ନୀଳ ଚାରି ବର୍ଣ୍ଣେ ଏକ କଳେବର ଧାରୀ। ତ ଯେଉଁଟା ମୁଁ ତୁମମାନଙ୍କୁ ଏଠି ଡେସ୍କ୍ରାଇବ୍ କରି କହିଲି, ଏଇଟା ସେୟାର ପଙ୍କ୍ତିଟି। ତୁମମାନଙ୍କୁ ଏତିକି ମାନେ ପଙ୍କ୍ତି ମନେ ରଖିବାର ଅଛି ଏବଂ ସେଇ ପଙ୍କ୍ତି ଗୁଡ଼ିକ ଖାଲି ମନେ ରଖିଦେଲା ପରେ ସେ ପଙ୍କ୍ତି ଗୁଡ଼ିକୁ ଖାଲି ଡେସ୍କ୍ରାଇବ୍ କରିବାର ଅଛି। ଠିକ୍ ଅଛି। ତାପରେ କ'ଣ ରହିଛି? କବି ଏଠାରେ ନିଜ ମନର କଥାକୁ ପ୍ରକାଶ କରିବା ପାଇଁ ଜଗନ୍ନାଥଙ୍କର କୃପା ଭିକ୍ଷା କରିଛନ୍ତି। ସେହି ଭାବଗ୍ରାହୀଙ୍କର ପାଦପଦ୍ମରେ ଶରଣ ଗ୍ରହଣ କରି କବି ରହସ୍ୟମଞ୍ଜରୀ ଗୀତ ରଚନା କରିଛନ୍ତି। ଜଗନ୍ନାଥଙ୍କ ବନ୍ଦନା ପରେ କାବ୍ୟର କଥାବସ୍ତୁ ଆରମ୍ଭ ହୋଇଛି। ତ ଏଇଠି ସରିଯାଇଛି ଜଗନ୍ନାଥଙ୍କର ବନ୍ଦନା। କବି ପ୍ରଥମେ ତାଙ୍କର ବନ୍ଦନା ଗାନ କରିଛନ୍ତି, ତାପରେ ରହସ୍ୟମଞ୍ଜରୀ କାବ୍ୟଟିକୁ ବର୍ଣ୍ଣନା କରିଛନ୍ତି। ଠିକ୍ ଅଛି। ତ ଆମେ ଏଇ ପର୍ଯ୍ୟନ୍ତ ଯେତିକି ସବୁ ପଢ଼ି ଆସିଲେ ସେ ସବୁ ହେଉଛି ଜଗନ୍ନାଥଙ୍କର ବନ୍ଦନା ଉପରେ ରହିଛି। କ'ଣ କବି ଜଗନ୍ନାଥଙ୍କର ବନ୍ଦନା କରିଛନ୍ତି, କେମିତି ଶ୍ରୀକ୍ଷେତ୍ରର ମାହାତ୍ମ୍ୟ କଥା ବର୍ଣ୍ଣନା କରିଛନ୍ତି, ଏସବୁ କଥା ସେଥିରେ ରହିଛି। ତାପରେ ଏଇଠି ସେ କହିଛନ୍ତି, ଏଇଟା ପ୍ରଥମ ଛାନ୍ଦରେ ମନେ ରଖିବ। ପ୍ରଥମ ଛାନ୍ଦରେ ଜଗନ୍ନାଥଙ୍କର ବନ୍ଦନାରେ ହିଁ ପ୍ରଥମ ଛାନ୍ଦ ସରିଯାଇଛି। ପ୍ରଥମ ଛାନ୍ଦ ଜଗନ୍ନାଥଙ୍କ ବନ୍ଦନାରେ ହିଁ ସରିଯାଇଛି। ତାପରେ କୁହାଯାଇଛି, ଆନ ମୁଜେ କିଛି ମାଗୁ ନାହିଁ, ଆନ ମୁଜେ କିଛି ମାଗୁ ନାହିଁ, ତୁମ୍ଭେ ଚରଣେ ଶରଣ ଭାବଗ୍ରାହୀ, ରହସ୍ୟ ମଞ୍ଜରୀ ନାମେ ଗୀତ, ଆଜ୍ଞା ହୋଇଲେ ମୁଁ କରିବି ଉକତ। ଠିକ୍ ଅଛି। ତ ଏଇଠି ସେ କହିଛନ୍ତି କି ମୁଁ ତୁମକୁ କିଛି ମାଗୁନାହିଁ, ତୁମ ଚରଣେ ଶରଣ ଭାବଗ୍ରାହୀ, ମୁଁ ତୁମ ଚରଣରେ ସବୁବେଳେ ରହିଅଛି, ତୁମକୁ ପ୍ରାର୍ଥନା କରୁଛି କି ରହସ୍ୟ ମଞ୍ଜରୀ ନାମେ ଗୀତ, ତୁମେ ଯଦି ଆଜ୍ଞା ଦେବ ତାହେଲେ ମୁଁ ତାକୁ କ'ଣ କରିବି ତାଙ୍କୁ ଲେଖିବ ବୋଲି ସେ କହିଛନ୍ତି। ଠିକ୍ ଅଛି। ତ ତାଙ୍କର ଆଜ୍ଞାରେ, କାହିଁକିନା ସେ ପ୍ରଥମରୁ କହିଛନ୍ତି ମୁଁ ଭିକ୍ଷା କରୁଛି କେବଳ ଏଇ ରହସ୍ୟ ମଞ୍ଜରୀ କାବ୍ୟଟିକୁ ଲେଖିବା ପାଇଁ ଜଗନ୍ନାଥଙ୍କ ପାଖରେ। ଜଗନ୍ନାଥ ଯେତେବେଳେ ତାଙ୍କର ବନ୍ଦନା କରିକି ସେ ଏସବୁ କଥା କହିଛନ୍ତି। ତାପରେ ଦ୍ୱିତୀୟ ଛାନ୍ଦରେ ଆସିଯିବ ତୁମମାନଙ୍କର କଥାବସ୍ତୁ। ଦ୍ୱିତୀୟ ଛାନ୍ଦରେ ତୁମମାନଙ୍କର କଥାବସ୍ତୁ ଆସିବ। କ'ଣ ରହିଛି ଦ୍ୱିତୀୟ ଛାନ୍ଦ? ତ ତୁମମାନଙ୍କର ଏତିକି ଥାଉ। ଦ୍ୱିତୀୟ ଛାନ୍ଦ ଯେଉଁ ରହିଛି ସେଇଟା ମୁଁ ନେକ୍ସଟ କ୍ଲାସ୍ରେ ତୁମମାନଙ୍କୁ କହିବି। ଠିକ୍ ଅଛି। କାହିଁକିନା ଦ୍ୱିତୀୟ ଛାନ୍ଦ ତୃତୀୟ ଛାନ୍ଦ ବି ତୁମମାନଙ୍କର ଅଛି। ତ ଗୋଟେ କ୍ଲାସ୍ରେ ଗୋଟେ ହିଁ ଛାନ୍ଦ ତୁମମାନଙ୍କର ଆମେ ଆଲୋଚନା କରିବା। ଠିକ୍ ଅଛି। ପ୍ରଥମେ ଆମେ ପ୍ରଥମ ଛାନ୍ଦ ଆଲୋଚନା କଲେ ଆଜିର କ୍ଲାସ୍ରେ। ପ୍ରଥମ ଛାନ୍ଦରେ ତୁମମାନଙ୍କର ଜଗନ୍ନାଥଙ୍କ କଥା କୁହାଯାଇଛି, ଜଗନ୍ନାଥଙ୍କର ବନ୍ଦନା କଥା କୁହାଯାଇଛି ହେଲା। କବି କେମିତି ପ୍ରଥମେ ରହସ୍ୟ ମଞ୍ଜରୀ କାବ୍ୟ ଲେଖିବା ପୂର୍ବରୁ ଜଗନ୍ନାଥଙ୍କ ବନ୍ଦନା କରିଛନ୍ତି ସେଇ ବିଷୟରେ ସେ ପ୍ରଥମ ଛାନ୍ଦରେ କହିଛନ୍ତି। ତ ଆଜିର କ୍ଲାସ୍ରେ ଆମ ପାଇଁ ଏତିକି। ଆଜିର କ୍ଲାସ୍ଟି ତୁମମାନଙ୍କର ପ୍ରଥମ ଛାନ୍ଦ ବିଷୟରେ ମୁଁ ଆଲୋଚନା କଲି। ନେକ୍ସଟ କ୍ଲାସ୍ରେ ଦ୍ୱିତୀୟ ଛାନ୍ଦ ବିଷୟରେ ଆଲୋଚନା କରିବି। ଠିକ୍ ଅଛି।